ବାଲିଆପାଳ ବ୍ଲକ ଡଗରଠାରେ ମୟୂରଭଞ୍ଜ ଜିଲ୍ଲା ନଳଗଜା ଉପେନ୍ଦ୍ରନାଥ ମହାବିଦ୍ୟାଳୟ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ 2021 ବର୍ଷର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଡଗରଠାରେ ସୁବର୍ଣ୍ଣ ସମ୍ପର୍କର ବନ୍ଧୁ ମିଳନ ଉତ୍ସବ ତା ସହିତ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ସଂସଦର ପୂର୍ବତନ ସଭାପତି ପ୍ରବୀଣ ନନ୍ଦ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ କିଣାରାମ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ସୁଦର୍ଶନ ଖିଲାର, ବିଶିଷ୍ଟ ଅତିଥି ଭାବେ ଡକ୍ଟର ସୁଶାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଅଞ୍ଜଳି ମହାନ୍ତି ପ୍ରମୁଖ ଯୋଗ ଦେଇ କଲେଜର ସ୍ତୁତି ଅବଲୋକନ କରିବା ସହ ଏଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପୁରାତନ ଛାତ୍ର ସଂସଦର ଆବାହକ ଶାନ୍ତନୁ ମହାପାତ୍ର ମଞ୍ଚ ପରିଚାଳନା କରୁଥିବା ବେଳେ ଚିତ୍ତରଞ୍ଜନ ଭୂୟାଁ ଏବଂ ଶିବଶଙ୍କର ସାହୁ ସହଯୋଗ କରିଥିଲେ। ଗଣେଶ ଗିରି ଗୋସ୍ୱାମୀ ଶାଶ୍ୱତ ଭାଷଣ ଦେଇଥିବା ବେଳେ ଗୋପାଳ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁରାତନ ବିଦ୍ୟାର୍ଥୀ ପ୍ରୀତିସୁଧା ମଣ୍ଡଳ, ଜୟଶ୍ରୀ ମହାପାତ୍ର, ରାନୁଶ୍ରୀ ଚାନ୍ଦ, ସସ୍ମିତା ବ୍ରହ୍ମା, କବିତା ଷଡ଼ଙ୍ଗୀ, ସୁବାସିନୀ ଲେଙ୍କା, ଶକୁନ୍ତଳା ଗିରି, ଭାରତୀ ନନ୍ଦ, ସୁପ୍ରଭା ଜେନା, କଲ୍ୟାଣୀ ସାହୁ, ସୁଶ୍ରୀ ସଙ୍ଗୀତା ଦେ, ଚିନ୍ମୟ ପାତ୍ର, ପ୍ରଭାତୀ ବେହେରା, ରତ୍ନମଞ୍ଜରୀ ପାଳ, ଚଞ୍ଚଳା ମଣ୍ଡଳ, ଅଞ୍ଜୁବାଳା ଗିରି, ସୁଶାନ୍ତ ବାଗ, ଟିକଲ ଧଳ, କହ୍ନାଇ ଦାସ, ଅଶୋକ ବିଶ୍ୱାଳ, ଶାନ୍ତନୁ ସାସମଲ, କାର୍ତ୍ତିକ ଦତ୍ତ, ପ୍ରଦୀପ ଦାସ, ରତନ ଦାସ, ସୁଧାଂଶୁ ପାତ୍ର, ନାରାୟଣ ସାହୁ, କାଳୀଚରଣ ବେହେରା, ଅନନ୍ତ ନନ୍ଦ, ପଦ୍ମଲୋଚନ ସେଠୀ, ସରୋଜ ଜେନା, ସନ୍ତୋଷ ସେଠୀ, ଦିଲ୍ଲୀପ ପଣ୍ଡା, ହରିପଦ ପଣ୍ଡା, ସନ୍ୟାସୀ ସାମନ୍ତରାୟ, ସଞ୍ଜୀବ ଦାସ, ଶମ୍ଭୁ ପ୍ରସାଦ ଦାସ, ପ୍ରଫୁଲ୍ଲ ସାହୁ, ଅଶ୍ୱିନୀ ମହାନ୍ତି, ଶୁଭ୍ରାଂଶୁ ସାହୁ, ମାଧବ ଘୋଷ, ଗଦାଧର ବେହେରା, ରତି ବେହେରା, ସୁଦାମ ଜେନା, ଦିଲ୍ଲୀପ ଦାସ, ରବୀନ୍ଦ୍ର ଦାସ, ମନୋଜ ମହାନ୍ତ, ସଂଗ୍ରାମ ଦତ୍ତ, ଗୌତମ ସାମଲ, ଶରତ ଜେନା ପ୍ରମୁଖ ପରିବାରର ବର୍ଗ ଉପସ୍ଥିତ ହୋଇ ବହୁତ ମଜାମସ୍ତି କରୁଥିବା ଆବାହକ କହିଥିଲେ।